ଆମ୍ଭମାନଙ୍କର ପୂର୍ବ ଅବସ୍ଥା ଏବଂ ବର୍ତ୍ତମାନ ଅବସ୍ଥା ଏହି ସମ୍ବନ୍ଧରେ ଯଦି ଆମେ ଈଶ୍ୱରଙ୍କର ବାକ୍ୟରୁ ଦେଖିବା ତାହେଲେ ଆମେ ବୁଝିପାରିବା ଏବଂ ଜାଣିପାରିବା। ସଂକ୍ଷିପ୍ତ ଭାବେ ମୁଁ ଆପଣମାନଙ୍କୁ ରୋମିଓ 5 ତାର 6 ପଦ ଆଡ଼କୁ ନେଇଯିବି। ସେଠାରେ ଲେଖାଯାଏ, କାରଣ ଯେତେବେଳେ ଆମ୍ଭେମାନେ ନିରୁପାୟ ଥିଲୁ ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ଏକ ସମୟ ଯେତେବେଳେ ପ୍ରଭୁ ବିହୁନେ ଥିବା ସମୟକୁ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ନିରୁପାୟ ଥିବା ସମୟ। ଆଉ ଯଦି ଆମେ ଦେଖିବା 8 ପଦରେ ସେଠାରେ ଲେଖାଯାଏ, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ପ୍ରମାଣ କରୁଅଛନ୍ତି। ଏହି ପଦ ଅନୁସାରେ ସେହି ସମୟ ଯେଉଁ ସମୟରେ କି ଆମମାନେ ପାପୀ ଥିଲୁ ସେ ବିଷୟ ଏଠାରେ ଲେଖାଯାଏ। ଆହୁରି ମଧ୍ୟ ଯଦି ଆମେ ପ୍ରଭୁଙ୍କର ବାକ୍ୟରୁ ଯଦି ଦେଖିବା ଏଫେସୀୟ 2 ଅଧ୍ୟାୟରେ, ତାହେଲେ ଆମେ ଏଫେସୀୟ 2 ଅଧ୍ୟାୟ ତାର 2 ପଦରେ ଆମେ ଦେଖୁ, ସେଠାରେ ଲେଖାଯାଏ, ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞାବହ ମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ଏଇଠାରେ ମଧ୍ୟ ଆମମାନଙ୍କର ପୂର୍ବ ଅବସ୍ଥା ବିଷୟ ଉଲ୍ଲେଖ କରାଯାଇଛି। ଏ ପଦରେ ତାହା ଅପରାଧ ଓ ପାପରେ ମୃତ ଥିବା ବିଷୟ। ତା ସହିତ 3 ପଦରେ ମଧ୍ୟ ଆମେ ଦେଖୁ ଯେ ଆମ୍ଭମାନେ ପ୍ରଭୁଙ୍କର କ୍ରୋଧର ପାତ୍ର ଥିଲୁ ବୋଲି। ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। ତା ସହିତ ସେହି 4 ପଦରେ ପୁନର୍ବାର ଲେଖାଯାଏ ଏଫେସୀୟ 2 ତାର 4ରେ, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ। ଅର୍ଥାତ୍ ଦୟାସାଗର ଈଶ୍ୱର ଆମମାନଙ୍କର ସେହି ପୂର୍ବ ପାପ ବା ଅପରାଧର ମୃତ ହେଉଥିବା ସେହି ସମୟରେ ପ୍ରଭୁ ଆମମାନଙ୍କୁ ଦୟା କଲେ, ଅନୁଗ୍ରହ କଲେ। ଆଉ ଆମମାନଙ୍କୁ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନଙ୍କୁ ସେ ତାହାଙ୍କର ପରିବାରରେ ଭୁକ୍ତ କରିଛନ୍ତି ବା ପରିବାରରେ ସଂଯୋଗ କରିଛନ୍ତି। ତେଣୁକରି 19 ପଦରେ ଆମେ ଦେଖୁ, ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ। ଈଶ୍ୱରଙ୍କର ପରିବାରରେ ଏକ ସଦସ୍ୟ ଭାବେ ଆମେ ପ୍ରତ୍ୟେକ ଗଣନା କରାଯାଇଅଛୁ। ଆମମାନେ ଈଶ୍ୱରଙ୍କର ପରିବାରଭୁକ୍ତ ଅଟୁ। ଏହା ହେଉଛି ଆମମାନଙ୍କର ପ୍ରକୃତ ବର୍ତ୍ତମାନର ପରିଚୟ। ତେଣୁ ପ୍ରିୟମାନେ, ଆମେ ଏହି ସମସ୍ତ ବିଷୟକୁ ସ୍ମରଣ କରି ପ୍ରଭୁଙ୍କୁ ଧନ୍ୟବାଦ ଦେବା। ତାର କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଉଦ୍ଧାରକର୍ତ୍ତା, ଯିଏକି ମୃତ୍ୟୁବରଣ କରି ଆମମାନଙ୍କର ପାପର କ୍ଷମା ପରିତ୍ରାଣ ପ୍ରଦାନ କରି ଆଜି ଆମମାନଙ୍କୁ ଏହି ଅବସ୍ଥାରେ ରଖିଅଛନ୍ତି। ତେଣୁକରି ଆମେ ସବୁବେଳେ ଆମମାନଙ୍କର ପୂର୍ବ ଅବସ୍ଥାକୁ ସ୍ମରଣ କରି ସେହି ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା, ତାଙ୍କରି ଗୌରବ କରିବା। କାରଣ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକମାତ୍ର ପରମେଶ୍ୱର, ମୋ ପାଇଁ ଆପଣଙ୍କ ପାଇଁ ସମସ୍ତଙ୍କ ନିମନ୍ତେ ସେ ମୃତ୍ୟୁଭୋଗ କଲେ। ମୃତ୍ୟୁବରଣ କରି ତୃତୀୟ ଦିନ ମୃତ୍ୟୁକୁ ଜୟ କରି ଉଠିଲେ। ସେ ମୃତ୍ୟୁଞ୍ଜୟ ଏକମାତ୍ର ପାପ କ୍ଷମା ଦେବା ପରମେଶ୍ୱର, ଶାନ୍ତି ଆନନ୍ଦ ଦେବା ପରମେଶ୍ୱର। ଜୀବନରେ ସେ ହିଁ ଏକମାତ୍ର ପ୍ରଭୁ ଅଟନ୍ତି, ଆମମାନଙ୍କର ଚାଳକ ପାଳକ ରକ୍ଷକ। ତେଣୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରନ୍ତୁ, ହୃଦୟରେ ସ୍ଥାନ ଦିଅନ୍ତୁ, ନିଜର ପାପକୁ ସ୍ୱୀକାର କରନ୍ତୁ। ପାପ କ୍ଷମା କରିବା ପାଇଁ ସେ ବିଶ୍ୱସ୍ତ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ପ୍ରଭୁ ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।